କାଲି ରାତିଠୁ ଯଦୁମଣି କହିଥିଲେ ସେ ବାସି ରୁଟିରେ ଉପମା ଖାଇବେ ବୋଲି। କାହିଁକିନା ମଝିରେ ମଝିରେ ମୁଁ ତାଙ୍କ ପାଇଁ ଯେଉଁ ବାସି ରୁଟିଟା ବଳାଏ ସେଇଥିରେ ମୁଁ ଟିକେ କିଛି ପରିବା ପକାଇକି ମୁଁ ଉପମା ବନେଇଦିଏ, ତ ତାଙ୍କୁ ସେଇଟା ଭଲ ଲାଗେ। ତ ସିଏ କହିଲେ କି କାଲି ଯେହେତୁ 3ଟା ରୁଟି ବଳିଛି ସେଇଥିରେ ସେ ଉପମା ଖାଇବେ ବୋଲି କହିଲେ। ଦେନ୍ ମୁଁ ସକାଳୁ ଏଇଠି ଘର କାମ ସାରି ଗାଧୁଆ ପାଧୁଆ ସାରି ଚାଲି ଆସିଲି ରୋଷେଇ ଘରକୁ। ଏଇଠି ପରିବାରେ ନେଇଛି ଗୋଟେ ଗାଜର ଫୁଲକୋବି, ତାକୁ ଗାଜରକୁ ଟିକେ ଛୋଟ ଛୋଟ କିନା କାଟି ନେଲି। ଗୋଟେ ପାଣି ନେଇଥିଲି, ପାଣିରେ ଟିକେ ହଳଦୀ ଗୁଣ୍ଡ ପକାଇ ନେଲି, କାହିଁକିନା ଯେହେତୁ ଫୁଲକୋବିଟା କାଟିବି କିଛି ପୋକ ଫୋକ ଥିବ, ସେଇଥିପାଇଁ ମୁଁ ପାଣିରେ ଟିକେ ହଳଦୀ ଗୁଣ୍ଡ ପକାଇ ସାରିଲା ପରେ ଏଠି ରୁଟି ଯାହା ଥିଲା ମୁଁ ତାକୁ ଛୋଟ ଛୋଟ କିନା ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରିବା ପାଇଁ ଏଠି ରଖିଦେଲି। ରଖି ସାରିଲା ପରେ ଏଇଠି ମୁଁ ଯାହା ବି ପନିପରିବା କାଟିଥିଲି ସବୁ ଟିକେ ଫ୍ରାଏ କରିନେଲି। ଆଜି ଯେହେତୁ ଫାର୍ଷ୍ଟ ଟାଇମ୍ ମୁଁ ଟିକେ କଷ୍ଟର୍ଡ଼ ବନେଇବି, ସେଇଥିପାଇଁ ମୁଁ ଗୋଟେ କଷ୍ଟର୍ଡ଼ ପାଉଡ଼ର ନେଇକି ଆସିଲି। କ୍ଷୀର ଟିକେ ମୁଁ ଏଠି ଫୁଟେଇ ନେଲି, କିଛିଟା ଫ୍ରୁଟ୍ସ ବି ନେଇଗଲି। ଫ୍ରୁଟ୍ସରେ ଅଛି କଦଳୀ ଆଉ ଡାଳିମ୍ବ, ତା ଦେହରେ ସେଉ ଅଙ୍ଗୁର, ଏତିକି ହିଁ ଥିଲା। ଯାହା ଥିଲା ମୋ ପାଖରେ ସେତିକି ମୁଁ ଆଡ଼୍ କଲି। କରିସାରିଲା ପରେ ତ ଆଜି ଯେହେତୁ ସାଧା ବାର ଥିଲା ସୋମବାର, ତ ଆଜିର ରୋଷେଇଟା ଏମିତି ଥିଲା।